ଯାଜପୁରର ପୁଣ୍ୟତୟା ବୈତରଣୀ ନଦୀରେ ବାରୁଣୀ ସ୍ନାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଛନ୍ତି। ବୈତରଣୀରେ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ବାରୁଣୀ ବୁଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମହିଳା ଭକ୍ତମାନେ ସ୍ନାନ କରିବା ପରେ ପୋଷାକ ପରିବର୍ତ୍ତନ କରିବା ପାଇଁ ଅସ୍ଥାୟୀ ଶିବିର ପ୍ରସ୍ତୁତ ହୋଇଥିଲା। ଘାଟରେ ଆଶୁ ଚିକିତ୍ସା କେନ୍ଦ୍ର ଓ ପାନୀୟ ଜଳ ସମେତ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଯାଜପୁର ପୌରପାଳିକା ପକ୍ଷରୁ ପୌରାଧ୍ୟକ୍ଷ ରଞ୍ଜୁଲତା ଭୂତା, ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ଓ ପୌର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟଜୋଷା ପ୍ରମୁଖ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏସ୍ପି ବିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଥାନା ଅଧିକାରୀ ଅଜୟ କୁମାର ଜେନା 5 ପ୍ଲାଟୁନ ଫୋର୍ସ ମୁତୟନ କରିଥିଲେ। ଏହି ଅବସରରେ ସତ୍ୟସାଇ ସେବା ସଂସ୍ଥା ପକ୍ଷରୁ ଭଜନ କୀର୍ତ୍ତନ ସହ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଭକ୍ତମାନେ ବୁଡ଼ ପକାଇ ପିଣ୍ଡଦାନ କରିବା ପରେ ବରାହନାଥ ଠାକୁରଙ୍କୁ ଦର୍ଶନ କରିଥିଲେ। ଧୂପଦୀପ ଅର୍ପଣ କରି ମନସ୍କାମନା ପୂରଣ ପାଇଁ ଆଶୀର୍ବାଦ ନେଇଥିଲେ। ସୂଚନାଯୋଗ୍ୟ ଯେ ବାରୁଣୀ ସ୍ନାନ ପରେ 7 ଦିନ ଧରି ବାରୁଣୀ ମେଳା ଅନୁଷ୍ଠିତ ହେବ। ଏଥିପାଇଁ ମେଳା ପଡ଼ିଆରେ ବହୁ ବ୍ୟବସାୟୀ ପସରା ମେଲାଇବା ଆରମ୍ଭ କରିଛନ୍ତି। ରୁମକୁ ଆପଣଙ୍କୁ ସ୍ୱାଗତ। এই যে বারুণী মহোৎসব চালিছি এ উপরে আপনার মতামত দিয়ନ୍ତୁ। জয় মা বিরজা। আজ পবিত্র বারুণী স্নান আমার যাজপুর এটা পুণ্যতয়া নদী কূলের পুণ্যতয়া বৈতরণী নদী কূলের আমার বারুণী স্নান করা যায়। আজ যদিও মহামহা বারুণী নুহ বহুত লোকর সমাগম হচ্ছে। বহু দূর দূরান্তর সারা ওড়িশার লোক আসছেন বারুণী বুড় পকাইয়া এপর্যন্ত বি লোক চালিছেন। আম চেয়ারম্যান আমার ভাইস চেয়ারম্যান আমার সমস্ত পারিষদ মানে আমি সকাল 7টার আসি সমস্ত সবু কার্যক্রমকে তদারখ করুলে সেমানে আমি সমস্তে আসিকি দেখুছু। বহুত ভাল ভাবে শৃঙ্খলিত ভাবে ভক্তଙ୍କର জনসমাগম হচ্ছে। ଯାଜପୁରରୁ ଅଗ୍ନିବେଶ ଭାସ୍କରଙ୍କ ରିପୋର୍ଟ ଓଡ଼ିଶା ନ୍ୟୁଜ୍ରୁ।